ସେପଟେ ନା 50,000 ଦେବେ ନା ଗୋଟେ କୋଟି ମହିଳା ପାଇବେ। ତାହେଲେ ମହିଳା ପାଇଲେ କ'ଣ? ମହିଳା ପାଇଲେ ଧୋକା ଧୋକା ଧୋକା। ଦେଖନ୍ତୁ ସୁଭଦ୍ରା ଯୋଜନା ଯେତେବେଳେ ସ୍କିମ୍ ଆସିଲା ଆମେ ଗୋଟିଏ ଷ୍ଟେଟମେଣ୍ଟ ଦେଇଥିଲୁ। ମୁଁ ତ କହିଥିଲି ମୋ ଦଳର ଷ୍ଟାଣ୍ଡ ରଖିଥିଲେ ଏଇଟା ହେଉଛି ଜୁମଲା ଯୋଜନା, କାହିଁକିନା ଏଇଟା ଜୁମଲା ହିଁ 100% ହବ, ହେଲା ବି। ସେମାନେ ଏଇଟା କେବଳ ନିର୍ବାଚନୀ ଭାଷଣ ଥିଲା ମହିଳା ଭୋଟ ବ୍ୟାଙ୍କକୁ ହାତେଇବା ପାଇଁ। ମହିଳା ଭୋଟ ବ୍ୟାଙ୍କକୁ ସେମାନେ ହାତେଇବା ପାଇଁ ଏଟାକୁ ୟୁଜ୍ କଲେ। ଏଇଟା ତାଙ୍କର ମାନେ ଆପଣ ଭାବି ନିଅନ୍ତୁ ଏଇଟା ନିର୍ବାଚନୀ ଗୋଟେ ଇନ୍ଷ୍ଟ୍ରୁମେଣ୍ଟ ଥିଲା ସେଟାକୁ ସେ ୟୁଜ୍ କଲେ। ଦେନ୍ ମହିଳାମାନଙ୍କୁ ଧୋକା ଦେଲେ, ଓଡ଼ିଶାର ମହିଳାମାନଙ୍କୁ ଧୋକା ଦେଲେ। ଦେଖନ୍ତୁ ସେ କହୁଛନ୍ତି ବର୍ତ୍ତମାନ ଆସିଛି ତାଙ୍କର ଏସ୍ଓପି, ସେ କହୁଛନ୍ତି ଆମେ 1 କୋଟି ମହିଳାଙ୍କୁ ଦେବୁ। 1 କୋଟି ମହିଳାଙ୍କୁ 5 ବର୍ଷ ଯାଏଁ ତାର ଟେନର ରହିବ। 5 ବର୍ଷରେ ବର୍ଷକୁ 10,000 ପଡ଼ିଲା, ପୁଣି 10,000ରେ ସେ କ'ଣ ଦେବେ? ସେଇ ବର୍ଷକୁ 10,000 2 ଥର କରିଦେବେ। ଗୋଟେ ରାକ୍ଷୀ ପୂର୍ଣ୍ଣିମାରେ ଦେବେ, ଗୋଟେ ମହିଳା ଦିବସରେ ଦେବେ। ରାକ୍ଷୀ ପୂର୍ଣ୍ଣିମା ତ ଗଲା, ତ ତେଣୁ ରାକ୍ଷୀ ପୂର୍ଣ୍ଣିମା ଗଲା 29ରେ, ଜାଣିଛନ୍ତି 5 ବର୍ଷରେ ଗଭର୍ଣ୍ଣମେଣ୍ଟ ଚେଞ୍ଜ ହେବ। ତ 5 ବର୍ଷ 29ଟାର ମାର୍ଚ୍ଚ ବେଳକୁ ତ ଇଲେକ୍ସନ ମାହୋଲ ଆସିଯିବ। ରାକ୍ଷୀ ପୂର୍ଣ୍ଣିମା ତ ଆହୁରି ଡେରିକୁ ରହିଲାଣି। ଏପଟୁ ରାକ୍ଷୀ ପୂର୍ଣ୍ଣିମା ଗଲା, ତାମାନେ ସେ ମାନେ ଆସୁଛି ଇଏରୁ ଷ୍ଟାର୍ଟ କରିବେ। ତ ସେଇ ହିସାବରେ ଆପଣ ଯଦି କାଲକୁଲେସନ କରିବେ 50,000 ଟଙ୍କା ବି ମହିଳାମାନେ ପାଇବେନି, ବିଲକୁଲ ପାଇବେନି। ଆପଣ ଦେଖନ୍ତୁ ସେ ଏମିତି ଏସ୍ଓପିଟାକୁ ଏତେ ଦ୍ୱନ୍ଦ୍ୱ ବାଲା ଏସ୍ଓପି କରିଛନ୍ତି, କେମିତି ଗଳା ବାଟ ତାର ରଖିଛନ୍ତି, କେମିତି ଖସିବେ ଆଗକୁ। ପାଇବେନି, ଆପଣ ଅପେକ୍ଷା କରନ୍ତୁ। ଆପଣ ପୁଣି ମତେ ଏ ପ୍ରଶ୍ନ କରିବେ 1 କୋଟି ମହିଳା ବି ପାଇବେନି, ସିଏ ବି ଜୁମଲା। କାହିଁକି 1 କୋଟି ମହିଳା ପାଇବେନି? ଅଙ୍ଗନବାଡି ଦିଦିଙ୍କୁ ତ ଆଗରୁ କହିଲେ ଦେବେ, ଏବେ ଅଙ୍ଗନବାଡି ଦିଦି ନାହାନ୍ତି, ଆଶା କର୍ମୀ ନାହାନ୍ତି, ଆପଣ ଏସ୍ଏଚଜି ଗ୍ରୁପର ବିଭିନ୍ନ ମହିଳା ମାନେ ବି ନାହାନ୍ତି। ତାପରେ ଆପଣ ବିଭିନ୍ନ ଜଳ ନାଇଁ ମୁଁ ସେଇ କହିଦେବି ଆପଣଙ୍କୁ, ସେଇ କନସେପ୍ଟ ଆପଣଙ୍କୁ କହିଦେବି। 70 ଲକ୍ଷ ମହିଳା ଅଛନ୍ତି ଆମର ମିଶନ ଶକ୍ତିରେ। 70 ଲକ୍ଷ ମହିଳା ମିଶନ ଶକ୍ତିରେ ସୁଭଦ୍ରା ଯୋଜନା ନାହିଁ, ମିଶନ ଶକ୍ତିରେ ଅଛି ଲକ୍ଷପତି ଦିଦି। 2027 ସୁଦ୍ଧା ମିଶନ ଶକ୍ତିର 25 ଲକ୍ଷ ମହିଳାଙ୍କୁ ସେମାନେ କୁଆଡେ ଲକ୍ଷପତି ଦିଦି କରିବେ, ଏଥିରେ ନାହିଁ। ଲକ୍ଷପତି ଦିଦି ସେଥିରେ ଅଛି। ଆପଣ 70 ଲକ୍ଷ ମହିଳା ଅଛନ୍ତି ଏସ୍ଏଚଜି ଗ୍ରୁପ, 25 ଲକ୍ଷ କରିବେ ଲକ୍ଷପତି ଦିଦି, ଆଉ କେତେ ରହିଲେ ରେଷ୍ଟ? 45 ଲକ୍ଷ। 45 ଲକ୍ଷ ରହିଲେ, 45 ଲକ୍ଷରୁ ଏଥିରେ ସାମିଲ କରୁନ କ'ଣ ପାଇଁ? ଲକ୍ଷପତି ଦିଦି ତ 25 ଲକ୍ଷଙ୍କୁ କରିବ ବା ତମେ ଲକ୍ଷପତି ଦିଦି। ତାହେଲେ ଏଇଥିରେ ତମେ ଯୋଉ 45 ମାନେ ରହିଲେ 70 ଲକ୍ଷରୁ ସମୁଦାୟ 45 ଲକ୍ଷ, 45 ଲକ୍ଷକୁ ଏଥିରେ ସାମିଲ କରୁନ। ଏଥିରେ ତମେ ମିଶନ ଶକ୍ତି ମହିଳାଙ୍କୁ ନବନି, ଏଥିରେ ତମେ ଅଙ୍ଗନବାଡି ନବନି, ଏଥିରେ ତମେ ଆଶା କର୍ମୀକୁ ନବନି, ଆଉ ବିଭିନ୍ନ ପ୍ରକାର ଅଛନ୍ତି, ଏମ୍ବିକେ ଅଛନ୍ତି, ବିଭିନ୍ନ ପ୍ରକାର ଅଛନ୍ତି। ତ ସେଇ ମହିଳାମାନଙ୍କୁ ନବନି। ତମେ ମହିଳାମାନଙ୍କ ଭିତରେ ଏତେ କ୍ଲାସିଫିକେସନ କ'ଣ ପାଇଁ ବିଭକ୍ତିକରଣ କରିଦେଲ? ତମେ ଏ ମହିଳା, ସେ ମହିଳା, ସେ ମହିଳା, ତମେ ତ ତାଲିକା ପ୍ରସ୍ତୁତ କରିଛନ୍ତି। ତାଙ୍କ ତାଲିକା ଏସ୍ଓପି ଆପଣ ଦେଖିଲେ ଆପଣ ନିଜେ ଆଶ୍ଚର୍ଯ୍ୟ ହେବେ। ୟାକୁ ବାଦ ଦେଲୁ। ଆର୍ଥିକ ସ୍ୱଚ୍ଛଳତା, ଆର୍ଥିକ ସ୍ୱଚ୍ଛଳତା କ'ଣ? ତା ଡେଫିନେସନଟା କ'ଣ? କି ଆର୍ଥିକ ସ୍ୱଚ୍ଛଳ ସେଟା ବି ତ କ୍ଲିୟର କରିବାର ଅଛି ନା। ହଁ, ଇନକମ ଟ୍ୟାକ୍ସ ଯିଏ ଦଉଛି ସେ କଥା ମାଇନସ୍ କଲ, ଠିକ ଅଛି। ଯେ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ତାକୁ ମାଇନସ୍ କଲ, କିନ୍ତୁ ଯୋଉ ଆର୍ଥିକ ସ୍ୱଚ୍ଛଳ ତାର ଡେଫିନେସନଟା କ'ଣ? ତା ଡେଫିନେସନଟା ବି କ୍ଲିୟର ହବା ଦରକାର। ତାପରେ ତାଲିକାରେ ସେ କହିଛନ୍ତି ୟାକୁ ବାଦ ଦେଲୁ, ତାକୁ ବାଦ ଦେଲୁ, ତାକୁ ବାଦ ଦେଲୁ, ତାହେଲେ ଦେବ କାହାକୁ ସେଟା ମେନସନ କରୁନ ତ, ସବୁ ତ ବାଦ ଦେଲୁ। ଆପଣ ନିଜେ କୁହନ୍ତୁ, ମୁଁ ଯୋଉ ଗୁଡାକ ମାଇନସ୍ କଲି ସେଇ ଯୋଉ 1 କୋଟି କେତେ ଆମର 2 କୋଟି ପାଖରେ ଅଛନ୍ତି, ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ବି ଛାଡ଼ି ଦିଅନ୍ତୁ, ଇନକମ ଟ୍ୟାକ୍ସ ପେୟର ଯୋଉମାନେ ଅଛନ୍ତି ତାଙ୍କୁ ଛାଡ଼ି ଦିଅନ୍ତୁ, ଆଉ 1 କୋଟି ମହିଳା ଏଇ କ୍ରାଇଟେରିଆ ଭିତରେ ଅଛନ୍ତି ପାଇବାର। ତା ଭିତରୁ ତ 1 କୋଟି ଭିତରୁ ଅଙ୍ଗନବାଡି ଦିଦି, ଯୋଉ ଆଶା କର୍ମୀ, ସବୁ ଏସ୍ଏଚଜି ଗ୍ରୁପର ମହିଳା ସମସ୍ତଙ୍କୁ ଛାଡ଼ିଦେଲେ। ତାହେଲେ ସେ ଦେଲେ କାହାକୁ? 1 କୋଟି ପାଇଲେ। ଏପଟେ ଟାଇମ ଏବେ ରାଖିଗଲା, ସେପଟେ ନା 50,000 ଦେବେ ନା 1 କୋଟି ମହିଳା ପାଇବେ। ତାହେଲେ ମହିଳା ପାଇଲେ କ'ଣ? ମହିଳା ପାଇଲେ ଧୋକା ଧୋକା ଧୋକା। ମୋହନ ସରକାରଙ୍କର ଧୋକା ପାଇଲେ, ଲୋକଙ୍କ ସରକାରଙ୍କର ଧୋକା ପାଇଲେ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।